ମାଲିକେ ଜୟ ଜଗନ୍ନାଥ। ଆଜି ଯେହେତୁ ମହାଶିବରାତ୍ରି ଥିଲା, ସକାଳୁ ଉଠି କାମ ସାରି ବାହାରି ପଡ଼ିଲୁ 114 କିଲୋମିଟର ଅତିକ୍ରମ କଲା ପରେ ଆମେ ପହଞ୍ଚିଗଲୁ ନୃସିଂହନାଥ ମନ୍ଦିର, ପାଇକମାଲ ସ୍ଥିତ ନୃସିଂହନାଥ ମନ୍ଦିର। ଏଟିଏମ୍ରୁ କିଛି ଟଙ୍କା କାଢ଼ି ବାହାରିଗଲୁ ମନ୍ଦିର। ମନ୍ଦିର ପ୍ରାଙ୍ଗଣରେ ଆମର ଦେଖାହେଲେ ଆମର ପ୍ରିୟ ବଢ଼େଇ ସାର୍, ତାଙ୍କର ଦୁଇ ପୁତ୍ର ଏବଂ ମନ୍ଦିରରେ ଯାଇ ବୁଲାବୁଲି କଲୁ। ଏଇଟା ବହୁତ ପୌରାଣିକ ମନ୍ଦିର ଏବଂ ବହୁତ ପୁରୁଣା କାଳିଆ ମନ୍ଦିର। ତ ମନ୍ଦିର ବୁଲି ପ୍ରସାଦ ସେବନ ସେମାନେ କଲେ ସବୁ। ତ ମୁଁ ଉପବାସ କରିଥିଲି, ମୁଁ ପ୍ରସାଦ ସେବନ କରିନଥିଲି। ପଞ୍ଚୁ ପାଣ୍ଡବ ଏବଂ ଯୁଦ୍ଧ ସମୟରେ କୌରବ ପାଣ୍ଡବ ଯୁଦ୍ଧ ସମୟରେ ସମସ୍ତ ବର୍ଣ୍ଣନା ମଧ୍ୟ ଏଠାରେ କରାଯାଇଛି। ମୁଁ ପହଞ୍ଚିଗଲି ଶିବ ମନ୍ଦିର। ଶିବ ମନ୍ଦିରରେ ପହଞ୍ଚି ଭଗବାନଙ୍କୁ ପୂଜା ଅର୍ଚ୍ଚନା କଲି। ତ ଯେହେତୁ ଆଜି ମୋ ପ୍ରଭୁ ମହାକାଳଙ୍କର ପୂଜା ଥିଲା, ତ ସମସ୍ତଙ୍କୁ ପୂଜା ଅର୍ଚ୍ଚନା କରିସାରିଲା ପରେ ଆମେ ବାହାରି ଗଲୁ, ଚନ୍ଦନ ଟିପା ମାରି ଆମେ ବାହାରି ଗଲୁ ପ୍ରଭୁ ନୃସିଂହଙ୍କୁ ଦର୍ଶନ କରିବା ପାଇଁ। ଝରଣାର ପାଖରେ ପ୍ରଭୁ ନୃସିଂହ ବିରାଜମାନ କରୁଛନ୍ତି। ଏଠାରେ ଆମେ ଜଣେ ମାଉସୀଙ୍କୁ ପଚାରିଲୁ ଯେ ନୃସିଂହନାଥ ବିରାଡ଼ି ରୂପରେ କ'ଣ ପାଇଁ ପୂଜା ପାଉଛନ୍ତି। ତ ମାଉସୀ କହିଲେ ଏଠାରେ ଯେଉଁ ରାକ୍ଷସଟି ଥିଲା ସେ ବହୁତ ଉପଦ୍ରବ କରୁଥିଲା। ନୃସିଂହନାଥ ଆସିଥିଲେ ତାକୁ ମାରିବା ପାଇଁ। ତ ନୃସିଂହନାଥ ଆସିଥିଲେ ଦେଖି ସେ ମୂଷା ରୂପରେ ପରିଣତ ହୋଇଯାଇଥିଲା, ହୋଇ ପଥର ମଧ୍ୟରେ ଲୁଚି ଯାଇଥିଲା। ତେଣୁ ପ୍ରଭୁ ଏଠାରେ ବିରାଡ଼ି ରୂପରେ ଜଗି ବସିଛନ୍ତି ତାକୁ ମାରିବା ପାଇଁ। ତ ଆମେ ସର୍ବଦା ସମସ୍ତଙ୍କୁ ଧନ୍ୟବାଦ, ଲାଇକ୍ କରିଦେବେ।